କାହିଁକି ଭଗବାନ ଜଗନ୍ନାଥ ନିଜେ ଭିକ୍ଷୁକ ହୋଇ ନିଜ ଭକ୍ତଙ୍କ ଘରକୁ ଗଲେ? ଏହି ଘଟଣା ସତ୍ୟ ବୋଲି ଆଜି ମଧ୍ୟ ପୁରୀରେ କୁହାଯାଏ। ପୁରୀରେ ରହୁଥିଲେ ଜଣେ ଛୋଟ ଛୁଆ, ନାମ ଥିଲା କାହ୍ନା। ଘରେ ଦାରିଦ୍ର୍ୟ, ଖାଇବାକୁ କିଛି ନଥିଲା। କିନ୍ତୁ ସେ ପ୍ରତିଦିନ ମନ୍ଦିର ବାହାରେ ଦଣ୍ଡାୟମାନ ହୋଇ କହୁଥିଲା, ହେ ପ୍ରଭୁ, ତୁମେ ମୋ ସାଙ୍ଗ ନୁହଁ କି? ଲୋକେ ତାକୁ ହସୁଥିଲେ, ଭଗବାନ ତୋ ସହିତ ଖେଳିବେ, ପାଗଳ ହେଲୁ କି? କିନ୍ତୁ କାହ୍ନା ହସି କହୁଥିଲା, ସେ ଆସିବେ, ନିଶ୍ଚୟ ଆସିବେ। ଏକଦିନ ଘରେ କିଛି ଖାଇବା ନଥିଲା। ମା କାନ୍ଦୁଥିଲେ, ଛୁଆ ଭୋକା। କାହ୍ନା ଆକାଶକୁ ଦେଖି କହିଲା, ହେ ଜଗନ୍ନାଥ, ଆଜି ମୋତେ ଭୋକ ଲାଗିଛି, ତୁମେ ଆସିବ ନା? ସେହି ରାତିରେ ଦ୍ୱାରରେ ଟକ୍ ଟକ୍ ଶବ୍ଦ ହେଲା। ଦ୍ୱାର ଖୋଲିଲେ ବାହାରେ ଥିଲେ ଜଣେ ଭିକ୍ଷୁକ, ହାତରେ ଭୋଗର ଥାଳି। ସେ ହସି କହିଲେ, କାହ୍ନା, ମୁଁ ଆସିଗଲି, ଆସ ଆମେ ସଙ୍ଗେ ଖାଉ। ସମସ୍ତେ ଆଶ୍ଚର୍ଯ୍ୟ, କିନ୍ତୁ ଭୋକରେ ସେମାନେ ଖାଇଲେ।